ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଆଜି ମୁଁ ଆପଣଙ୍କୁ ପୁରାଣରେ ବର୍ଣ୍ଣିତ ଋଷି ଏବଂ ସେମାନେ କି ଅଭିଶାପ ଦେଇଥିଲେ ସେ ବିଷୟରେ କହିବି। ଯାହାଦ୍ୱାରା କ'ଣ ଘଟଣା ବା ଦୁର୍ଘଟଣା ଘଟିଥିଲା, ସେଗୁଡ଼ିକର ପରିଣାମ କ'ଣ ହୋଇଥିଲା, ଏସବୁ ବିଷୟରେ ଆଜି ଦିବ୍ୟ ଅମୃତରେ ଆପଣମାନଙ୍କୁ ମୁଁ କହିବି। ଆସନ୍ତୁ ଶୁଣିବା। ଯେତେବେଳେ ଦେବର୍ଷି ନାରଦଙ୍କୁ ମାୟାର ଅର୍ଥ ବୁଝାଇବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ବାନର ରୂପ ପ୍ରଦାନ କରିଥିଲେ, ତାପରେ ଦେବର୍ଷି ନାରଦ କ୍ରୋଧିତ ହୋଇ ନାରାୟଣଙ୍କୁ ଅଭିଶାପ ଦେଇଥିଲେ ଯେ ସେ ଏବଂ ତାଙ୍କ ପତ୍ନୀ ମାତା ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରିବେ, ନାରାୟଣ ପତ୍ନୀ ବିୟୋଗ ସହିବେ ଏବଂ ବାନରମାନଙ୍କର ସହାୟତାରେ ହିଁ ପୁନଶ୍ଚ ସେ ନିଜ ପତ୍ନୀକୁ ପ୍ରାପ୍ତ ହେବେ। ଋଷି କଣ୍ୱଙ୍କ ଆଶ୍ରମରେ ବସି ଯେତେବେଳେ ଶକୁନ୍ତଳା ଦୁଷ୍ମନ୍ତଙ୍କ ବିଷୟରେ ଭାବୁଥିଲେ, ସେ ସେତେବେଳେ ମହର୍ଷି ଦୁର୍ବାସାଙ୍କ ଉପସ୍ଥିତି ଜାଣିପାରି ନଥିଲେ। ତେଣୁ ମହର୍ଷି ଦୁର୍ବାସା ତାଙ୍କୁ ଅଭିଶାପ ଦେଇଥିଲେ ଯେ ସେ ଯାହା ବିଷୟରେ ଚିନ୍ତା କରି ତାଙ୍କୁ ଉପେକ୍ଷା କରିଛି, ସେ ଅର୍ଥାତ୍ ଦୁଷ୍ମନ୍ତ ତାଙ୍କୁ ଭୁଲିଯିବେ। ଏହାର ପରିଣାମ ସ୍ୱରୂପ ରାଜା ଦୁଷ୍ମନ୍ତ ଶକୁନ୍ତଳାଙ୍କୁ କିଛି ବର୍ଷ ପାଇଁ ଭୁଲି ଯାଇଥିଲେ ଏବଂ ପୁନର୍ବାର ସେ ଦେଇଥିବା ସନ୍ତକ ଅର୍ଥାତ୍ ମୁଦ୍ରିକା ଦେଖି ତାଙ୍କର ସବୁ କଥା ମନେ ପଡ଼ିଥିଲା। ମହାରାଜା ପରୀକ୍ଷିତ ଶିକାର ନ ପାଇ ଯେତେବେଳେ ଗୋଟିଏ ମୃତ ସର୍ପକୁ ଋଷି ଶମୀକଙ୍କ କାନ୍ଧରେ ପକାଇ ଦେଇଥିଲେ, ଏହା ଜାଣିପାରି ତାଙ୍କ ପୁତ୍ର ଋଷି ଶୃଙ୍ଗୀ ଅଭିଶାପ ଦେଇଥିଲେ ଯେ ତକ୍ଷକ ନାଗର ଦଂଶନ ଦ୍ୱାରା ମହାରାଜ ପରୀକ୍ଷିତଙ୍କର ପ୍ରାଣ ଯିବ। ମହାରଥୀ କର୍ଣ୍ଣ ଋଷି ପରଶୁରାମଙ୍କର ସେବା ଯତ୍ନ ବେଳେ ଗୋଟିଏ କୀଟର ଦଂଶନକୁ ସହିଯିବାର କ୍ଷମତା ଯେତେବେଳେ ପରଶୁରାମ ଦେଖିଲେ, ସେ ଜାଣିପାରିଲେ ଯେ ସେ ଜଣେ ବ୍ରାହ୍ମଣ ଯୁବକ ନୁହନ୍ତି। ତେଣୁ କର୍ଣ୍ଣଙ୍କୁ ପରଶୁରାମ ଅଭିଶାପ ଦେଇଥିଲେ ଯେ ଯେଉଁ ସବୁ ବିଦ୍ୟା ସେ ହାସଲ କରିଛନ୍ତି, ଘଡ଼ିସନ୍ଧି ମୁହୂର୍ତ୍ତ ବେଳେ ସେ ବିଦ୍ୟା ତାଙ୍କର ବିସ୍ମରଣ ଘଟିବ। ତେଣୁ ଶେଷ ମୁହୂର୍ତ୍ତରେ ଅସ୍ତ୍ର ଆବାହନ ବିଦ୍ୟା କର୍ଣ୍ଣ ଭୁଲି ଯାଇଥିଲେ। ପାଣ୍ଡବମାନଙ୍କର ପିତା ମହାରାଜା ପାଣ୍ଡୁ ଯେତେବେଳେ ଜଙ୍ଗଲରେ ହରିଣ ଶିକାର କରିବାକୁ ଯାଇ ଗୋଟିଏ ହରିଣକୁ ଶର ମାରିଥିଲେ, ସେ ହରିଣ ରୂପରେ ଥିବା ଋଷି କିନ୍ଦମ ପାଣ୍ଡୁଙ୍କୁ ଅଭିଶାପ ଦେଇଥିଲେ ଯେ ସେ ନିଜର ପତ୍ନୀଙ୍କ ସଂସର୍ଗରେ ଆସିଲେ ମୃତ୍ୟୁବରଣ କରିବେ। ସେହିପରି ମହାବୀର ହନୁମାନଙ୍କୁ ଯେତେବେଳେ ସେ ନିଜ ବାଲ୍ୟ ଚପଳତାରେ ଋଷିମାନଙ୍କୁ ତାଙ୍କର ଧ୍ୟାନରେ ବ୍ୟାଘାତ କରୁଥିଲେ, ସେହି ସମୟରେ ମାତଙ୍ଗ ଋଷି ଅଭିଶାପ ଦେଇଥିଲେ ଯେ ହନୁମାନ ତାଙ୍କର ସମସ୍ତ ବଳବିକ୍ରମ ଭୁଲି ବସିବେ ଏବଂ ଯଦି କେହି ତାଙ୍କୁ ଏକଥା ମନେ ପକାଇ ଦିଏ, ତାହେଲେ ଶ୍ରୀରାମଙ୍କ ରାମନାମ ନେବାକ୍ଷଣି ସେ ନିଜର ସମସ୍ତ ଶକ୍ତି ପୁଣି ଥରେ ଫେରି ପାଇବେ। ଋଷି ଗୌତମ ଯେତେବେଳେ ନିଜ ପତ୍ନୀ ଅହଲ୍ୟାଙ୍କୁ ଇନ୍ଦ୍ର ସହିତ ଦେଖିଥିଲେ, ସେତେବେଳେ ସେ ଅହଲ୍ୟାଙ୍କୁ ଅଭିଶାପ ଦେଇଥିଲେ ଯେ ସେ ପଥର ପାଲଟିଯିବେ ଏବଂ ଶ୍ରୀରାମଙ୍କ ଚରଣ ସ୍ପର୍ଶରେ ପଥର ପାଲଟି ଯାଇଥିବା ଅହଲ୍ୟା ପୁଣି ଥରେ ନିଜର ନାରୀ ରୂପ ଫେରି ପାଇଥିଲେ। ନିଜର ଶବ୍ଦଭେଦୀ ବାଣ ଦ୍ୱାରା ଶ୍ରବଣ କୁମାରଙ୍କୁ ମାରିବା ପରେ ଯେତେବେଳେ ଦଶରଥ ଶ୍ରବଣ କୁମାରଙ୍କ ଅନ୍ଧ ପିତାମାତାଙ୍କୁ ଭେଟିଥିଲେ, ସେହି ସମୟରେ ତାଙ୍କର ପିତା ଶାନ୍ତନୁ ଦଶରଥଙ୍କୁ ଅଭିଶାପ ଦେଇଥିଲେ ଯେ ସେ ମୃତ୍ୟୁ ସମୟରେ କୌଣସି ପୁତ୍ରଙ୍କୁ ତାଙ୍କ ପାଖରେ ଦେଖିପାରିବେ ନାହିଁ। ଏହାର ଶିକାର ସେତେବେଳେ ଦଶରଥ ହେଇଥିଲେ ଯେଉଁ ସମୟରେ ରାମ ବନବାସ ଯାଇଥିଲେ ଏବଂ ଲକ୍ଷ୍ମଣ ମଧ୍ୟ ତାଙ୍କ ସହିତ ଥିଲେ। ଏହା ସହିତ ଭରତ ଓ ଶତ୍ରୁଘ୍ନ ମାତୁଳାଳୟରେ ଥିଲେ। ଋଷି ବିଶ୍ୱାମିତ୍ର ମଧ୍ୟ ରାଜା ହରିଶ୍ଚନ୍ଦ୍ରଙ୍କୁ
ଦରିଦ୍ର ହୋଇଯିବା ପାଇଁ ଅଭିଶାପ ଦେଇଥିଲେ। ଏହା ସହିତ ଋଷି ଭୃଗୁ ଏବଂ ତାଙ୍କର ପୁତ୍ର ଶୁକ୍ରାଚାର୍ଯ୍ୟ ଭଗବାନ ବିଷ୍ଣୁଙ୍କୁ ଅଭିଶାପ ଦେଇଥିଲେ ଯେ ସେ ବାରମ୍ବାର ପୃଥିବୀରେ ବିଭିନ୍ନ ଅବତାର ନେଇ ଜନ୍ମଗ୍ରହଣ କରିବେ ଏବଂ ରାକ୍ଷସମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେବେ ଏବଂ ତାଙ୍କ ହାତରେ ରାକ୍ଷସମାନଙ୍କର ଉଦ୍ଧାର ହେବ। ମହର୍ଷି ବଶିଷ୍ଠ ଅଷ୍ଟବସୁଙ୍କୁ ଅଭିଶାପ ଦେଇଥିଲେ ଯେ ସେମାନେ ବାରମ୍ବାର ପୃଥିବୀରେ ବିଭିନ୍ନ ରୂପରେ ଜନ୍ମଗ୍ରହଣ କରିବେ। ଚାରିଜଣ ବେଦକୁମାର ବା ସନତ କୁମାର ଜୟ ଏବଂ ବିଜୟ, ଯେଉଁମାନେ କି ଭଗବାନ ବିଷ୍ଣୁଙ୍କର ବୈକୁଣ୍ଠର ଦ୍ୱାରପାଳ ଥିଲେ, ସେମାନଙ୍କ ଧୃଷ୍ଟତା ଯୋଗୁଁ ସେମାନଙ୍କୁ ଅଭିଶାପ ଦେଇଥିଲେ ଯେ ସେ ଦୁଇଜଣ ମର୍ତ୍ତ୍ୟରେ ରାକ୍ଷସ ରୂପରେ ଜନ୍ମଗ୍ରହଣ କରିବେ ଏବଂ ଭଗବାନ ବିଷ୍ଣୁଙ୍କ ସହିତ ଶତ୍ରୁତା କରି ତାଙ୍କ ହାତରେ ମୃତ୍ୟୁବରଣ କରିବେ। ମହାରାଜା ନହୁଷ ଯେତେବେଳେ ଇନ୍ଦ୍ରପଦର ଅହଙ୍କାରରେ ସପ୍ତ ଋଷିଙ୍କୁ ତାଙ୍କୁ କାନ୍ଧରେ ବସାଇ ନେବା ପାଇଁ କହିଥିଲେ, ସେହି ସମୟରେ ଅଗସ୍ତ୍ୟ ଋଷିଙ୍କର ଅଭିଶାପ ଯୋଗୁଁ ମହାରାଜା ନହୁଷ ଇନ୍ଦ୍ରପଦ ହରାଇ ବସିଲେ ଓ ଗୋଟିଏ ବିରାଟ ସର୍ପ ରୂପରେ ଜନ୍ମଗ୍ରହଣ କରିଥିଲେ। ମନ୍ଦାର ଜଣେ ଋଷିକୁମାର ଏବଂ ଶମୀ ଜଣେ ଋଷିକୁମାରୀ ଥିଲେ। ଯେତେବେଳେ ସେମାନେ ବାଟରେ ଯାଉଥିଲେ, ସେହି ସମୟରେ ଭୁଶୁଣ୍ଡି ଋଷିଙ୍କ ଆଶ୍ରମରେ ଋଷି ଭୁଶୁଣ୍ଡିଙ୍କର ଗଜମୁଖ ଦେଖି ତାଙ୍କ ପ୍ରତି ପରିହାସ କରିଥିଲେ। ତେଣୁ ତାଙ୍କର ଅଭିଶାପ ଦ୍ୱାରା ମନ୍ଦାର ଗଛ ବା ଅରଖ ଗଛରେ ପରିଣତ ହୋଇଥିଲା ଏବଂ ଶମୀ ବୃକ୍ଷରେ ପରିଣତ ହୋଇଥିଲା। ଇନ୍ଦ୍ର ସଭାରେ ଯେତେବେଳେ ଶାନ୍ତନୁ ଓ ଦେବୀ ଗଙ୍ଗା ପରସ୍ପରକୁ ଅନାଇ ପରମ ପିତା ବ୍ରହ୍ମାଙ୍କର ଉପସ୍ଥିତିକୁ ଉପେକ୍ଷା କରିଥିଲେ, ସେତେବେଳେ ବ୍ରହ୍ମା ଅଭିଶାପ ଦେଇଥିଲେ ଯେ ସେ ଦୁଇଜଣ ପୃଥିବୀରେ ଜନ୍ମଗ୍ରହଣ କରିବେ। ତେଣୁ ମହାଭାରତର ପ୍ରାରମ୍ଭରେ ଆପଣମାନେ ଜାଣିଥିବେ ଯେ ମହାରାଜା ଶାନ୍ତନୁ ଥିଲେ ଏବଂ ତାଙ୍କ ପତ୍ନୀ ରୂପେ ଦେବୀ ଗଙ୍ଗା ଥିଲେ, ଯାହାଙ୍କର ପୁତ୍ର ହେଉଛନ୍ତି ପିତାମହ ଭୀଷ୍ମ। ବନ୍ଧୁଗଣ, ଏ ଥିଲା କେତେକ ଋଷି ଯେଉଁମାନେ କି ଆମ ପୁରାଣରେ ବର୍ଣ୍ଣିତ ହୋଇଛନ୍ତି ଏବଂ ସେମାନଙ୍କ ଦ୍ୱାରା ଦିଆଯାଇଥିବା ଅଭିଶାପ ଓ ଅଭିଶାପର ପରିଣାମ। ଏଭଳି ବିଭିନ୍ନ ଆଧ୍ୟାତ୍ମିକ କଥା ନେଇ ପୁଣି ଆପଣଙ୍କ ପାଖକୁ ଆସିବି। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।